নমস্কার ওড়িশাবাসী শুভ সকাল আজি হচ্ছে 26 সেপ্টেম্বর গুরুবার আজ রয়েছে দেশ বিদেশের গুরুত্বপূর্ণ খবর তবে খবরটি দেখা পূর্ব আপনার গোটিয়ে অনুরোধ ভিডিও কু লাইক করে চ্যানেল কু সবসক্রাইব করে কমেন্টরে আপনার জেলার না লিখি দিও তবে শ্রীমন্দিরের এবে যাঞ্চ হব তা সহ 25 লক্ষ মহিলা পুଣି আউথরে গোটে ফেজ্রে সুভদ্রা টঙ্কা মিলিব রাশন কার্ড এবে 15 লক্ষ লোকଙ୍କର কটিব এসবিআই ব্যাংক থিলে আপনার খুশি খবর এমিতি অনেক 10টি গুরুত্বপূর্ণ খবর রয়েছে তেଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମ୍ବର 1 ଶ୍ରୀମନ୍ଦିରରେ ମହାପ୍ରସାଦରେ ଲାଗୁଥିବା ଘିଅର ହେବ ଯାଞ୍ଚ। ଦେଖନ୍ତୁ ଆପଣମାନେ ଜାଣିଥିବେ ତିରୁପତି ମନ୍ଦିରରେ ଯୋଉ ସବୁ ଲଡୁ ବାହାରିଥିଲା ମାଛ ତେଲ ଚର୍ବି ତେଲରେ ସବୁ ପ୍ରସ୍ତୁତ ହଉଥିଲା ଲକ୍ଷ ଲକ୍ଷ ଲୋକ ଖାଉଥିଲେ ଏବଂ ପ୍ରସାଦ ଭାବି ସେବନ କରୁଥିଲେ। ତେଣୁ ଏବେ କଥା ଉଠିଛି ଶ୍ରୀମନ୍ଦିର ପୁରୀରେ ମଧ୍ୟ ଏ ନେଇକି ଯାଞ୍ଚ ହେବ ଏବଂ ପ୍ରକୃତରେ ସେଟା ଅସଲି ଘିଅ ବା ନକଲି ଘିଅ ସେ ନେଇ ବିରାଟ ବଡ ପ୍ରଶ୍ନ ଉଠିଛି ଲୋକଙ୍କ ମନରେ। ଶ୍ରୀମନ୍ଦିରରେ ମହାପ୍ରସାଦ କେମିତି ତିଆରି ହଉଛି କଣ ହଉଛି ସବୁ ନେଇ ତଦନ୍ତ ହେବ ଆଉ ଯଦି ଏ ନେଇକି ଧରା ପଡେ ବା ନକଲି ଘିଅ ବ୍ୟବହାର ହଉଥାଏ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଛି। ନମ୍ବର 2 ତେବେ ସୁଭଦ୍ରା ଯୋଜନା ନେଇକି ଏବେ ଚାରିଆଡେ ବ୍ୟାପିଛି ଗୋଟିଏ କଥା ଟଙ୍କା ଆଉ ଆସିବନି କିନ୍ତୁ ଏ ନେଇକି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବେ ନିଜେ ବାଇଟରେ କହିଛନ୍ତି ଯେ ଯୋଉ 17 ତାରିଖ ଦିନ 25 ଲକ୍ଷ ମହିଳାଙ୍କୁ ମିଳିଲା ଆଉ ବାକି 92 ଲକ୍ଷ ଲୋକ ଆବେଦନ କରିସାରିଲେଣି ତା ଦେହରୁ ମାତ୍ର 2000 ଫର୍ମ କଟିଛି ଆଉ କଥା ଉଠୁଛି ଯେ ଏବେ 60 ବର୍ଷରୁ ଅଧିକା ମହିଳା ମଧ୍ୟ ସେମାନେ ସବୁ ଆବେଦନ କରିଛନ୍ତି। ଏବେ କେୱାଇସି କରିବା ନିହାତି ଆବଶ୍ୟକ ଆଉ କେୱାଇସି କରିବା ପରେ ତୁରନ୍ତ ସମସ୍ତଙ୍କୁ ମିଳିଯିବ ଟଙ୍କା 92 ଲକ୍ଷରୁ ସମସ୍ତଙ୍କ କେୱାଇସି କଲେ ସମସ୍ତଙ୍କ ଡକୁମେଣ୍ଟ ଠିକ ଥିଲେ ଏକା ସାଙ୍ଗରେ ରିଲିଜ ହେବ ଟଙ୍କା ବୋଲି କୁହାଯାଉଛି। ଆଉ ମାର୍ଚ୍ଚ 8 ତାରିଖ ପୂର୍ବରୁ ଯଦି ହିତାଧିକାରୀ ମାନେ ଯାହାର ରିଜେକ୍ଟ ହୋଇଥିବ ସେମାନଙ୍କର ମଧ୍ୟ ଟଙ୍କା ମିଳିବ ବୋଲି କୁହାଯାଉଛି। ଏକା ସାଙ୍ଗରେ 10,000 ଟଙ୍କା ମିଳିବ କିନ୍ତୁ ଦ୍ୱିତୀୟ କିସ୍ତି ଟଙ୍କା ଏକକାଳୀନ ସମସ୍ତ 1 କୋଟି ହିତାଧିକାରୀଙ୍କୁ ଦିଆଯିବ ବୋଲି କୁହାଯାଉଛି। ଆସନ୍ତା ମାର୍ଚ୍ଚ 8 ତାରିଖରେ ମହିଳା ଦିବସର ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ତେଣୁ ଆପଣ ଧୈର୍ଯ୍ୟ ଧରନ୍ତୁ ଆପଣ ଯଦି ଟଙ୍କା ମିଳିନି ତୁରନ୍ତ ଟଙ୍କା ଆସିଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ନମ୍ବର 3 ରାସନ କାର୍ଡକୁ ନେଇ ଲାଗିଲା ରାଜ୍ୟବାସୀଙ୍କୁ ବଡ ଝଟକା କଟିଯିବ 15 ଲକ୍ଷ ରାସନ କାର୍ଡ। ତେଣୁ ଆପଣମାନେ ଯଦି ରାସନ କାର୍ଡ ଧାରୀ ରାସନ କାର୍ଡ ବ୍ୟବହାର କରୁଛନ୍ତି ବା ଚାଉଳ ମାଗଣାରେ ଆପଣଙ୍କୁ ମିଳୁଛି ତେବେ ଆପଣମାନେ ଶୁଣି ନିଅନ୍ତୁ। ପ୍ରଥମେ ରାସନ କାର୍ଡ ଇ କେୱାଇସି ତ ଆପଣମାନେ କରିଥିବେ ଯୋଉମାନେ ଇ କେୱାଇସି କରିନାହାନ୍ତି ତୁରନ୍ତ ଯାଇ କରିଦିଅନ୍ତୁ। ପ୍ରଥମେ ତା ସହିତ ଇ କେୱାଇସି କରିବା ପରେ ମଧ୍ୟ ରାସନ କାର୍ଡରେ ମେମ୍ବରକୁ ଆଡ୍ କରିବାକୁ ପଡିବ ସେମାନେ ମଧ୍ୟ ଇ କେୱାଇସି କରିବା ଦରକାର ଯଦି ଆପଣ ନ କରିଥିବେ ଆଉ ସେକେଣ୍ଡ ଟାଇମ କରିପାରିବେ ନାହିଁ। ପ୍ରଥମେ ହେଲା ଅକ୍ଟୋବର 31 ତାରିଖ ଶେଷ ତାରିଖ ଏଇ ଶେଷ ତାରିଖରେ ଯଦି ଆପଣ ନ କରିବେ ଆପଣଙ୍କର କାର୍ଡ କଟିଯିବ। 15 ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ତାଙ୍କ ନାଁ କଟିଲେ ନୂଆ ଆବେଦନ ଯୋଉମାନେ କରିଛନ୍ତି ତାଙ୍କୁ ତୁରନ୍ତ ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ତେଣୁ ଯୋଉମାନେ ଇ କେୱାଇସି କରିବେନି 3 ମାସରେ ତାଙ୍କୁ ଚାଉଳ ଗହମ ମିଳିବ ନାହିଁ। ଆଉ ଗୋଟେ ମଧ୍ୟ ବଡ ଖବର ଅଛି ରାସନ କାର୍ଡରେ ଏବେ 9 ପ୍ରକାର ଅନ୍ୟାନ୍ୟ ସବୁ ଜିନିଷ ମିଳିବ ତେଲ ମସଲା ଡାଲିଠୁ ଆରମ୍ଭ କରିକି ସବୁ କିଛି ମିଳିବ ବୋଲି କୁହାଯାଉଛି। ତେଣୁ ଆପଣମାନେ ଯଦି ଇ କେୱାଇସି କରିଦେଇଛନ୍ତି ବା କରିନାହାନ୍ତି ନିଶ୍ଚିତ ଗୋଟିଏ କମେଣ୍ଟ କରନ୍ତୁ ଆଉ ଯୋଜନାର ଖବର ଦେଖିବା ପାଇଁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଲାଇକ୍ କରିଦିଅନ୍ତୁ ଆପଣଙ୍କ ଜିଲ୍ଲାର ନାଁ ମଧ୍ୟ ଲେଖିଦିଅନ୍ତୁ। ଚାଲନ୍ତୁ ନେକ୍ସଟ ଖବର ଉପରେ ନଜର ପକାଇବା। ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖୁସି ଖବର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଗୁଡ ନ୍ୟୁଜ ଏଣିକି ଆପଣମାନେ ଯାହା ଶୁଣିବେ ଆଶ୍ଚର୍ଯ୍ୟ ମଧ୍ୟ ହେଇଯିବେ। ଟେକ୍ନୋଲୋଜି ଦିନକୁ ଦିନ ଉନ୍ନତ ହେବାରେ ଲାଗିଛି ଆଉ ବ୍ୟାଙ୍କ ଗୁଡିକ ଟଙ୍କା ଉଠାଇବା ପାଇଁ ଧାଡିରେ ଆଉ ଛିଡା ହେବାକୁ ପଡିବ ନାହିଁ। ଏଟିଏମ ମେସିନରେ ମଧ୍ୟ ଆପଣ ଡିପୋଜିଟ କରିବେ ଏସବୁ ଜାଣିଥିଲେ କିନ୍ତୁ ଆଉ ଗୋଟିଏ କଥା ଏସବିଆଇ ଯାହା କରିଛି ଲୋକଙ୍କ ମନକୁ ମଧ୍ୟ ଖୁସି କରିଦେଇଛି। ବର୍ତ୍ତମାନ ଏଟିଏମ ରୁ ଟଙ୍କା ଉଠାଇବା ପାଇଁ ଗୋଟିଏ ଫୋନ କଲ କରିବା ଆବଶ୍ୟକ ଏହା ଦ୍ୱାରା ଠକେଇ ମାମଲା ମଧ୍ୟ ହ୍ରାସ ପାଇବ। ଅନେକ ବ୍ୟାଙ୍କର ଗ୍ରାହକ ମାନେ କାର୍ଡଲେସ୍ ସୁବିଧା ଆରମ୍ଭ କରିଛନ୍ତି କିନ୍ତୁ ରିଜର୍ଭ ବ୍ୟାଙ୍କ ଏଠାରେ ପରିସର ବିସ୍ତାର କରିଛି। ବର୍ତ୍ତମାନ ଏସବିଆଇ ଏଟିଏମ ରେ ଗୋଟିଏ କଲ କଲେ ଆପଣଙ୍କୁ ଟଙ୍କା ମିଳିବ ବୋଲି କୁହାଯାଉଛି। ଏଥିପାଇଁ କେବଳ ସ୍ମାର୍ଟଫୋନ ରହିବା ଆବଶ୍ୟକ ଯାହା ୟୁପିଆଇ ରୁ ଟଙ୍କା ପ୍ରତ୍ୟାହାର କରାଯାଇ ପାରିବ ବୋଲି କୁହାଯାଉଛି। ତେଣୁ ବଡ ଖବର ଏ ନେଇ ମଧ୍ୟ ଲଞ୍ଚ ହେବ ଆପଣଙ୍କ ଯଦି ଏସବିଆଇ ଆକାଉଣ୍ଟ ଆପଣଙ୍କର ଯଦି ଏଟିଏମ ନାହିଁ ଆପଣ ଚାହିଁଲେ ଗୋଟିଏ କଲ ମାଧ୍ୟମରେ ଟଙ୍କା ପାଇପାରିବେ ବୋଲି କୁହାଯାଉଛି। ତେଣୁ ସେ ପର୍ଯ୍ୟନ୍ତ ଆପଣମାନେ ୱେଟ୍ କରନ୍ତୁ ଯଦି ଆପଣଙ୍କର ଏସବିଆଇ ଆକାଉଣ୍ଟ ଅଛି ଗୋଟିଏ ମଧ୍ୟ କମେଣ୍ଟ କରିଦିଅନ୍ତୁ। ଚାଲନ୍ତୁ ନେକ୍ସଟ ଖବର ଉପରେ ନଜର ପକାଇବା। ତେବେ ଆଉ ଗୋଟେ ବଡ ଖବର ଆଗାମୀ 48 ଘଣ୍ଟାରେ ପ୍ରବଳ ବର୍ଷା ସହ ଘଡଘଡି କେନ୍ଦ୍ରୀୟ ବଙ୍ଗୋପସାଗର ଗତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା ଯାହା ବର୍ତ୍ତମାନ ଦୁର୍ବଳ ହୋଇଛି କିନ୍ତୁ ତା ପ୍ରଭାବରେ ମଧ୍ୟ କୁହାଯାଉଛି ଯେ 48 ଘଣ୍ଟା ପରେ ବି ବର୍ଷା ପ୍ରବଳ ରହିବ। ଆଗାମୀ 7 ଦିନ ପରେ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ହେବନି ବୋଲି କୁହାଯାଉଛି।
ତେଣୁ ଯାହା କୁହାଯାଉଛି ଯେ ଆଗାମୀ 3 ରୁ 4 ଦିନ ପ୍ରବଳ ବର୍ଷା ହେବ ଏବଂ ଏକ ବଜ୍ରଘାତରେ 2 ଜଣ ଛାତ୍ରୀ ମଧ୍ୟ ଗୁରୁତର ହୋଇଥିଲେ କାରଣ ପ୍ରବଳ ଘଡ଼ଘଡ଼ି ବିଜୁଳି ମାରୁଛି ଏବଂ କୁହାଯାଉଛି ଯେ ଓଡ଼ିଶାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଯାହା ଫଳରେ କିଛି ଲୋକଙ୍କର ମଧ୍ୟ ପ୍ରାଣ ଗଲାଣି। ବାଲେଶ୍ୱରରେ ମଧ୍ୟ ବନ୍ୟା ସ୍ଥିତିରେ 100 ଗାଁ ମଧ୍ୟ ଜଳମଗ୍ନ ଅଞ୍ଚଳରେ ହୋଇଯାଇଥିଲା। ଏବେ ମଧ୍ୟ 1000ରୁ ଅଧିକ ଲୋକ ଉଦ୍ଧାର ହୋଇଛନ୍ତି ଯାହାକୁ ଏବେ ରନ୍ଧା ଖାଦ୍ୟ ମଧ୍ୟ ମିଳୁଛି ସରକାରଙ୍କ ତରଫରୁ। ତେଣୁ କୁହାଯାଉଛି ଯେ ଘଡଘଡି ଏବଂ ବିଜୁଳି ମାରୁଛି ଘରୁ ବାହାରନ୍ତୁ ନାହିଁ ବର୍ଷା ସମୟରେ ଘରୁ ବାହାରନ୍ତୁ ନାହିଁ କାରଣ ଏହି ଘଡଘଡି ବିଜୁଳି ଦ୍ଵାରା ବହୁତ ଲୋକଙ୍କର ଜୀବନ ମଧ୍ୟ ଚାଲି ଯାଉଛି। ତେଣୁ ଆଗାମୀ 48 ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ମତ୍ସ୍ୟଜୀବୀଙ୍କୁ ମଧ୍ୟ ମନା କରାଯାଇଛି ସମୁଦ୍ର ପଥକୁ ଯିବା ପାଇଁ କି ତା ସହିତ ତଳିଆ ଅଞ୍ଚଳକୁ ମଧ୍ୟ ଖାଲି କରାଯାଇଛି। ଏବେ ଆଉ ଗୋଟେ ବଡ ଖବର ମାଟ୍ରିକ ପରୀକ୍ଷାରେ ବୋର୍ଡ ଦେବନି ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟରେ ହେବ ପରୀକ୍ଷା। ତେବେ ଦଶମ ଷାଣ୍ମାସିକ ପରୀକ୍ଷାକୁ ନେଇ ସବୁଠୁ ବଡ ଦ୍ୱନ୍ଦ୍ୱ ଦୂର କରିଛି ମାଧ୍ୟମିକ ଶିକ୍ଷା ପରିଷଦ। ଏଥର ଷାଣ୍ମାସିକ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ପ୍ରଶ୍ନ ଉତ୍ତର ଯୋଗାଇବନି ବୋଲି କୁହାଯାଇଛି। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଅନୁଷ୍ଠିତ ହେବ ଗତ ବର୍ଷ ଭଳି ବୋର୍ଡ ଚଳିତ ବର୍ଷ ମଧ୍ୟ ପ୍ରଶ୍ନପତ୍ର ଦେବ ନାହିଁ। ପିଲାମାନଙ୍କ ପରୀକ୍ଷା ପାଇଁ ସ୍କୁଲ ହିଁ ନିଜସ୍ୱ ପ୍ରଶ୍ନପତ୍ର ପ୍ରସ୍ତୁତ କରିବ। ଏହା ସହିତ ପରୀକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ପରାମର୍ଶ ଦେଇଛନ୍ତି। ଚାଷୀଙ୍କ ପାଇଁ ଗୁଡ୍ ନ୍ୟୁଜ୍ ଦୀପାବଳି ପୂର୍ବରୁ ମିଳିବ 18ତମ କିସ୍ତି ଶୀଘ୍ର କରିଦିଅନ୍ତୁ ଏହି କାମ। ତେବେ ଭାରତ ସରକାର ମହିଳା ଏବଂ ଦେଶର ଝିଅ ଏବଂ କୃଷକ ଗରିବ ଶ୍ରେଣୀର ଲୋକଙ୍କୁ ଅନେକ ଯୋଜନା ଚଳାଉଛନ୍ତି। ବିଭିନ୍ନ ଜନସଂଖ୍ୟାର ଆବଶ୍ୟକତା ପୂରଣ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ଏବେ ଚାଷୀ ମାନଙ୍କ ପାଇଁ ସବୁଠୁ ବଡ ଖବର ଆସିଛି ସେମାନଙ୍କୁ ଲାଭଦାୟକ ହେବ ଏହି ଯୋଜନା। ଦେଶରେ ଏପର୍ଯ୍ୟନ୍ତ କୃଷକ ଯେଉଁମାନେ ଆର୍ଥିକ ଦୃଷ୍ଟିରେ ଶକ୍ତିଶାଳୀ ନୁହନ୍ତି ଏଭଳି ପରିସ୍ଥିତିରେ ମୋଦି ସରକାର କୃଷକ ସାହାଯ୍ୟ କରିବା ପାଇଁ ପିଏମ କିଷାନ ନିଧି ଯୋଜନା ଆରମ୍ଭ କରିଥିଲେ ଯାହା ଅଧୀନରେ ସରକାର ବାର୍ଷିକ 6,000 ଟଙ୍କା ଦିଅନ୍ତି। ତେବେ ପିଏମ କିଷାନ ଯୋଜନାରେ କୋଟି କୋଟି କୃଷକ ଲାଭବାନ ହେଉଛନ୍ତି। 2019ରେ ଆର୍ଥିକ ସହାୟତା ଯୋଗାଇଥିଲେ। ତେବେ କୁହାଯାଉଛି ଯେ ଅକ୍ଟୋବର ମାସରେ ପରବର୍ତ୍ତୀ କିସ୍ତି ଆସିବ ବୋଲି କୁହାଯାଉଛି। 18ତମ କିସ୍ତି ଅକ୍ଟୋବର ମାସରେ। ତେବେ ପରବର୍ତ୍ତୀ ଖବର ଉପରେ ନଜର ପକାଇବା ଏପର୍ଯ୍ୟନ୍ତ ଯଦି ଆମ ଭିଡିଓ ଦେଖୁଛନ୍ତି ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖି ଦିଅନ୍ତୁ। ଚାଲନ୍ତୁ ନେକ୍ସଟ ଖବର ଉପରେ ନଜର ପକାଇବା। ଭାରତରେ ଫ୍ରିରେ ପଢିବେ ବିଦେଶୀ ଛାତ୍ର ସରକାର ଦେବେ 4,000 କୋଟି ଟଙ୍କାର ସ୍କଲାରସିପ। ଭାରତର ଅଧିକାଂଶ ଛାତ୍ର ଆମେରିକା କିମ୍ବା ବିଦେଶରେ ପାଠ ପଢିବାକୁ ଯାଉଛନ୍ତି ଆଉ ସେଠାରେ ସ୍କଲାରସିପ ପାଠ ପଢନ୍ତି ହେଲେ ଖୁବ ଶୀଘ୍ର ଆମେରିକା ବା ବିଦେଶରେ ଛାତ୍ରମାନେ ମଧ୍ୟ ଭାରତ ଆସିବେ ଆଉ ଭାରତ ସ୍କଲାରସିପ ପାଠ ପଢିବେ। ଖାଲି ଆମେରିକା ନୁହେଁ ଏହା ବ୍ୟତୀତ ଅନ୍ୟ ଦେଶର ଛାତ୍ରଛାତ୍ରୀ ମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି। ତେବେ ସ୍କଲାରସିପ ଅଧୀନରେ ବିଦେଶୀ ଛାତ୍ରମାନେ ଏବେ ଭାରତ ସରକାରଙ୍କ ଅନୁଦାନ ପ୍ରାପ୍ତ ଇଞ୍ଜିନିୟରିଂ କଲେଜରେ 4 ବର୍ଷିଆ ସ୍ନାତକୋତ୍ତର ପାଠ ପଢିବେ। ଭାରତ ପକ୍ଷରୁ ଏପରି ସମୟରେ ଯୋଜନାର ଘୋଷଣା କରାଯାଇଛି ଯେତେବେଳେ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି ଆଉ କୁଆଡ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି ଏସବୁ ଘୋଷଣା ମଧ୍ୟ କରିଛନ୍ତି। ସବୁଠାରୁ ବଡ କଥା ହଉଛି ଯେ ଯେକୌଣସି ଦେଶର ଛାତ୍ରଛାତ୍ରୀ ମାନେ ଆସି ଭାରତରେ ପାଠ ପଢିବେ। ଆଉ ଗୋଟେ ବଡ ଖବର ଏଥର ପୂଜାରେ ବାଜିବନି ଡିଜେ ଆଉ ମାଙ୍କ ପାଇଁ କି ଏବେ 100 କୋଟିର ଅଳଙ୍କାର ରହିଛି। କଟକରେ ଏଭଳି ଦେଖିବାକୁ ମିଳିବ। କଟକରେ ରୂପା ଏବଂ ସୁନାର ମେଢ ଦେଖିବାକୁ ମିଳେ ତା ସହିତ ଭୁବନେଶ୍ୱରରେ ତୋରଣଠୁ ତୋରଣ ବଢିଆ ଲାଗେ। ଆଉ ଆପଣ ମାନେ ଯଦି ଦୁର୍ଗା ପୂଜା ବୁଲିବା ପାଇଁ ଯାଉଛନ୍ତି ନିଶ୍ଚିନ୍ତ ବୁଲି ପାରିବେ କଟକରେ। ଆଉ ଗୋଟେ କଥା ହେଲା ଡିଜେ ରୋଷଣୀ ସବୁ ବନ୍ଦ ଏଥର ସରକାର ଗାଇଡଲାଇନ ଅନୁସାରେ ଡିଜେ ବନ୍ଦ ରହିବ ଆଉ ବାଜିବନି ବାଜା। ତେଣୁ ଭତ୍ତା ଟଙ୍କାକୁ ନେଇ ସରକାରଙ୍କର ଏପର୍ଯ୍ୟନ୍ତ କୌଣସି ଘୋଷଣା ହେଇନାହିଁ କିନ୍ତୁ ଲୋକ ବାରମ୍ବାର ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସି ପଚାରୁଥାନ୍ତି ମୁଖ୍ୟମନ୍ତ୍ରୀ କହୁଛନ୍ତି ଭତ୍ତା ଟଙ୍କା ମିଳିବ କେତେ ଟଙ୍କା ମିଳିବ ସେ ନେଇ ମଧ୍ୟ ଆନାଉନ୍ସମେଣ୍ଟ ହୋଇନାହିଁ। ତେଣୁ ଏ ମାସ ଶେଷ ସୁଦ୍ଧା ଭତ୍ତା ଟଙ୍କା ମିଳିପାରେ ବୋଲି କୁହାଯାଉଛି। 60ରୁ 80 ବର୍ଷ ପର୍ଯ୍ୟନ୍ତ 3,500 ଟଙ୍କା ମିଳିବ ବୋଲି କୁହାଯାଉଥିଲା କିନ୍ତୁ ତାପରେ କୁହାହେଲା 1,000 ଟଙ୍କା ମିଳିବ ଆଉ 80ରୁ ଅଧିକ ବର୍ଷ ଅଧିକକୁ ବାର୍ଦ୍ଧକ୍ୟକୁ ମିଳିବ କେତେ 3,500 ଟଙ୍କା ଏହା ମୁଖ୍ୟମନ୍ତ୍ରୀ କହିଛନ୍ତି। ତ ସରକାର କେତେବେଳେ କୋଉ କଥା କହୁଛନ୍ତି କେହି ବି ବୁଝିପାରୁନାହାନ୍ତି ଗୋଟିଏ ପରେ ଗୋଟିଏ ଚାଲ ଚଲାଇଛନ୍ତି ଯାହା ଫଳରେ ଗରିବ ଲୋକମାନେ ହଇରାଣ ହେଉଛନ୍ତି। ଏପର୍ଯ୍ୟନ୍ତ ଭତ୍ତା ଟଙ୍କା ମିଳିନାହିଁ ଆପଣଙ୍କୁ ଯଦି ମିଳିଛି ଗୋଟିଏ କମେଣ୍ଟ କରନ୍ତୁ ଯଦି ନ ମିଳିଛି ମଧ୍ୟ କମେଣ୍ଟ କରିଦିଅନ୍ତୁ। ତ ଇଏ ଥିଲା ଆଜିର ଦେଶ ବିଦେଶର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ଦେଖିବା ପାଇଁ ହେଲେ ଆମର ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଯାହା ଫଳରେ ପ୍ରତ୍ୟେକ ଯୋଜନାର ଅପଡେଟ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ଜୟ ଜଗନ୍ନାଥ।